ତୁମ୍ଭେ ମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ, ସିଦ୍ଧ ବିଷୟ କଣ ଏହା ପରୀକ୍ଷା କରି ଜାଣିପାର। ଏ ନିମନ୍ତେ ଆପଣା ଆପଣା ମନର ନୂତନୀକୃତ ଦ୍ୱାରା ପରିବର୍ତ୍ତିତ ହୁଅ। ପ୍ରଭୁ ଏଠି କହୁଛନ୍ତି, ସବୁବେଳେ ଆମକୁ ସୁନ୍ଦର ଭାବରେ ଲେଖିଛନ୍ତି। ଏଇଟା ଲେଖା ହେଇଛି ରୋମିଓ ମଣ୍ଡଳୀକୁ ପାଉଲ ପ୍ରେରିତ ଲେଖୁଛନ୍ତି। ବହୁତ ବର୍ଷ ତଳେ ଲେଖା ହେଇଥିଲା, କିନ୍ତୁ ଏବେ ମଧ୍ୟ ଆମକୁ ଏଇ ବାକ୍ୟ ସୂଚନା ଦିଏ ଯେ ବର୍ତ୍ତମାନ ଯୁଗର ତୁମେ ଅନୁରୂପୀ ହୁଅ ନାହିଁ। ଆମେ ଯଦି ଜଗତର ବିଷୟ ପ୍ରତି ଆସକ୍ତ ହେବା ନାହିଁ, କି ଜଗତର ମନୋନୟର ଲୋଭଜନକ ପ୍ରଲୋଭନରେ ପଡିବା ନାହିଁ। ଈଶ୍ୱରଙ୍କ ଇଚ୍ଛା କଣ ଆମେ ସବୁ ଜାଣିଛୁ। ଈଶ୍ୱର ଚାହାନ୍ତି ମୋ ସନ୍ତାନ ମାନେ ଜଗତର ଅନ୍ୟମାନ ଠାରୁ ପୃଥକ ଦେଖାଯାଆନ୍ତୁ, ପବିତ୍ର ଜୀବନ କାଟନ୍ତୁ। ଆମ କଥାବାର୍ତ୍ତା, ଚାଲିଚଳନ, ଆଚାର ବ୍ୟବହାରରେ ଜଗତର ଅନ୍ୟ ଲୋକମାନ ଠାରୁ ଅଲଗା ଦେଖାଯାଆନ୍ତୁ। ଈଶ୍ୱର ଏହା ଆମ ପାଖରୁ ଚାହାନ୍ତି। ତେଣୁ ସୁନ୍ଦର ବାକ୍ୟ ଗୋଟେ ଲେଖାଯାଏ 2 କରିନ୍ଥୀରେ 6:17 ପଦରେ, ଏଣୁ ପ୍ରଭୁ ଏହା କହନ୍ତି, ତୁମମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ପୃଥକ ହୁଅ। ଜଗତରେ ଥିବା ଲୋକମାନ ଠାରୁ ବାହାରି ଆସିବ ବୋଲି ପୁରା ଅଲଗା ହେବା ପାଇଁ କହୁନାହାନ୍ତି, କିନ୍ତୁ ଆମର ଚାଲିଚଳନ, ଆଚାର ବ୍ୟବହାରକୁ ଅଲଗା କରିବା ପାଇଁ ସେ କହୁଛନ୍ତି। ପୃଥକ ଏଇ ଜୀବନ ଯାପନ କରୁଛୁ। ଉତ୍ତମ ସହଭାଗିତା ମଧ୍ୟରେ ଯଦି ଆମେ ବଞ୍ଚିବା ଖ୍ରୀଷ୍ଟ ସହଭାଗିତା, ତାହେଲେ ଆମର ଚାଲିଚଳନ, ଆଚାର ବ୍ୟବହାର ନିଶ୍ଚିତ ଭାବରେ ଅଲଗା ହବ। ତେଣୁ ଖ୍ରୀଷ୍ଟ ସହଭାଗିତାରେ ଅଛୁ, ତାହେଲେ ଈଶ୍ୱର କହନ୍ତି ଆମ୍ଭେ ତୁମର ପିତା ହେବା ଓ ତୁମ୍ଭେ ଆମର ପୁତ୍ର କନ୍ୟା ହବ। ହାଲେଲୁୟା। ଆମକୁ ସେ ପୁତ୍ର କନ୍ୟା ହେବା ପାଇଁ ସେ ଆହ୍ୱାନ କରନ୍ତି। କିନ୍ତୁ ଆମମାନେ କଣ କରୁଛୁ? ବେଳେ ବେଳେ ଆମ ଜୀବନରେ ଅନେକ ବିଷୟ ଥାଏ ଯୋଉଟା କି ଆମେ ଜଗତର ମଧ୍ୟକୁ ଆମେ ଚାଲି ଯାଉଛୁ, ବର୍ତ୍ତମାନ ଯୁଗର ଅନୁରୂପୀ ହେଇଯାଉଛୁ। କିନ୍ତୁ ସେଥିରୁ ବାହାରି ଆସିବା ପାଇଁ ସେ ପ୍ରଭୁ ଆହ୍ୱାନ କରନ୍ତି। ଯଦି ଆମେ ଅବିଶ୍ୱାସୀ ବା ଶୈତାନ ମାନଙ୍କ କାର୍ଯ୍ୟ ପ୍ରତି ସମ୍ପର୍କ ରଖିଛୁ, ସହଭାଗିତା ରଖିଛୁ, କି କାର୍ଯ୍ୟ ପ୍ରତି ଆମେ କୌଣସି ବିଷୟରେ ପ୍ରଭୁ ଆକର୍ଷିତ ହଉଛୁ, ତାହେଲେ ଆମମାନଙ୍କର ଅବସ୍ଥା କଣ ହବ ଆମେ ଜାଣିଛୁ। ଆମେ ଯଦି ସେମାନଙ୍କ ସହିତ ଆମର ସମ୍ପର୍କ ଅଛି, ତାହେଲେ ଇସ୍ରାଏଲ ମାନଙ୍କର ଜୀବନରେ ମଧ୍ୟ ଇସ୍ରାଏଲ ମାନଙ୍କୁ ପ୍ରଭୁ ଏତେ ଦୟା କଲେ, ଏତେ କରୁଣା କଲେ, ତଥାପି ସେମାନେ କଣ କରୁଥିଲେ? ବାରମ୍ବାର ଈଶ୍ୱରଙ୍କ ବିରୁଦ୍ଧରେ ସେମାନେ ବିରୁଦ୍ଧାଚରଣ କରୁଥିଲେ, ଆଉ ତାଙ୍କ ନାଁରେ ବଚାସ କରୁଥିଲେ ବିଭିନ୍ନ ସମୟରେ। କାରଣ ସେଠି କଣ ହେଇଛି ନା, ଗଣନା 11 ପର୍ବରେ ଲେଖାଯାଏ ମିଶ୍ରିତ ଜନତା ବାହାରିଥିଲେ। କାରଣ କେତେ ଜଣ ମିଶ୍ରିତ ଲୋକମାନଙ୍କର ଜନତା, ଅର୍ଥାତ୍ ଇସ୍ରାଏଲ ସହିତ ସେଠାରେ ଅନ୍ୟାନ୍ୟ ଲୋକମାନେ ବି ମିଶ୍ରରୁ ବାହାରିଥିଲେ, ଯାହା ଦ୍ୱାରା କି ସେମାନେ ପୁରାତନ ସ୍ୱଭାବକୁ ଭୁଲି ନଥିଲେ, କି ତାଙ୍କର ଖାଦ୍ୟ ପଦାର୍ଥକୁ ଭୁଲି ପାରୁନଥିଲେ, ଜଗତ ପ୍ରତି ଆସକ୍ତ ଥିଲେ। ସବୁବେଳେ କଣ କରୁଥିଲେ? ବିପରୀତ ଯୋଉଟା କି ପ୍ରଭୁଙ୍କର ଇଚ୍ଛା ନାହିଁ, ସେଇ ବିରୁଦ୍ଧାଚରରେ ହିଁ କାର୍ଯ୍ୟ କରୁଥିଲେ। ତେଣୁ ସେମାନେ ଏତେ ଇସ୍ରାଏଲ ଲୋକ ଥିଲେ, କିନ୍ତୁ ଅଳ୍ପ ମିଶ୍ରିତ ଜନତା ଥିଲେ। ତଥାପି ସେମାନେ କଣ କରୁଥିଲେ? ବାରମ୍ବାର ତାଙ୍କ ଈଶ୍ୱରଙ୍କ ବିରୁଦ୍ଧାଚରଣ କରୁଥିଲେ, ଯୋଉଟା କି ଅନେକ ସମୟରେ ଆମମାନେ ମଧ୍ୟ ବିଭିନ୍ନ ଅବିଶ୍ୱାସୀ ମାନଙ୍କ ସାଙ୍ଗରେ ମିଶି ବିଭିନ୍ନ ସହିତ ବନ୍ଧୁତା କରିଛୁ, କି କେତେବେଳେ କଣ କରିକି ଆମମାନେ ମଧ୍ୟ ବେଳେ ଜଗତର ଅନୁରୂପୀ ବା ଜଗତର ସହିତ ଖାପ ଖୁଆଇବା ପାଇଁ ଚେଷ୍ଟା କରୁଛୁ। ସେଗୁଡାକ ବେଳେ ବେଳେ ଆମେ ଯଦି ସେମାନଙ୍କ ସହିତ ମିଶିବା ଆଉ ତାଙ୍କ ସହିତ ରହିବା, ତାହେଲେ ବେଳେ ବେଳେ ଆମକୁ କଣ ହବ ନା, ଆମର ଯେଉଁ ଶୈତାନର କାର୍ଯ୍ୟ ବା କଣ ସ୍ୱଭାବ, ଖରାପ ସ୍ୱଭାବ ଆମ ଭିତରେ ଉଙ୍କି ମାରିବ। ତେଣୁ ଏଇ ଇସ୍ରାଏଲ ଜନତାକୁ ବାରମ୍ବାର ପ୍ରଭୁ ଚେତନା ଦିଅନ୍ତି। ଯେଣୁ ଜିଖରିୟ 4:1-4ରେ ଲେଖାଯାଏ, ଏପରି ଲେଖାଯାଏ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଫେର। ହାଲେଲୁୟା। ସେମାନଙ୍କୁ ବାରମ୍ବାର କୁକ୍ରିୟାରୁ ଫେର, ବାରମ୍ବାର ତାଙ୍କେ ସଚେତନ ବାକ୍ୟ ଦିଅନ୍ତି। ପ୍ରଭୁ କେତେ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଇସ୍ରାଏଲ ମାନଙ୍କ ବିଷୟରେ ଲେଖା ହେଇଛି। ବାରମ୍ବାର ସଚେତନାର ବାକ୍ୟ ସେମାନଙ୍କୁ ଦିଅନ୍ତି, ତୁମେ କୁପଥାର ଫେର, ତୁମେ ପବିତ୍ର ହୁଅ, ତୁମେ ଆପଣା ବସ୍ତ୍ର ଧୁଅ। କିନ୍ତୁ ଯେତେବେଳେ ମଧ୍ୟ ଜନତା ଥିବାରୁ, ମିଶିକି ଥିବାରୁ ସେମାନଙ୍କର କଣ ହୁଏ? ବେଳେ ବେଳେ ନିଜର ପୁରୁଣା ସ୍ୱଭାବକୁ ସେମାନଙ୍କର ଉଙ୍କି ମାରିଥାଏ। ତେଣୁ
ସେମାନଙ୍କୁ କହୁଛନ୍ତି ତୁମ୍ଭେ ମାନେ ଆପଣ ଆପଣ କୁପଥରୁ ଫେର, ଆପଣ ଆପଣ କୁକ୍ରିୟାରୁ ବୋଲେ କୁକ୍ରିୟା ଅର୍ଥ ବିଭିନ୍ନ ଖରାପ ଆଚରଣରୁ ଫେର। ଆମେ ଯୋଉ ପ୍ରଶସ୍ତ ପଥରେ ଆଜି ଆମମାନଙ୍କୁ ମଧ୍ୟ ପ୍ରଭୁ କହନ୍ତି, ଯେଉଁ ପ୍ରଶସ୍ତ ପଥରେ ଆମେ ଚାଲିଛୁ ସେ ପଥ କଣ ହୁଏ ନା ଅନନ୍ତ ଜୀବନ ଆଡକୁ ଆମକୁ କଢେଇ ନଉଛି, ଅନନ୍ତ ମୃତ୍ୟୁ ଆଡକୁ ଅନନ୍ତ ମୃତ୍ୟୁ ଆଡକୁ ସାହା କଢେଇ ନଉଛି। ଯୋଉ ସଂକୀର୍ଣ୍ଣ ପଥ ଅଛି ସେ ପଥ ଆମକୁ କଣ କରେ, ଅନନ୍ତ ଜୀବନ ଆଡକୁ କଢାଇ ନିଏ। କିନ୍ତୁ ଆମେ ସଂକୀର୍ଣ୍ଣ ପଥ ଦେଇ କିପରି ଗମନ କରିବୁ ତା ବିଷୟରେ ବାକ୍ୟ ଅନେକ ବିଷୟ ଆମକୁ ଚେତନା ପ୍ରେରଣା ଦିଏ। ତେଣୁ ଆମମାନେ ଯେପରି ଫେରି ଆସିବା, ଏହି ପଦର ଉପରେ ହେଡିଙ୍ଗ ୱାର୍ଡ ଅଛି ଜାଣିଛନ୍ତି ନା କଣ ଲେଖା ହେଇଛି, ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଫେରି ଆସିବା ପାଇଁ ଆହ୍ୱାନ କରୁଛନ୍ତି। ଆମକୁ ସେ ସଦା ସର୍ବଦା ଫେରି ଆସିବା ପାଇଁ ଆହ୍ୱାନ କରୁଛନ୍ତି। ଆମେ ଯଦି ଆଜି ଆମ ପଥ ବିଷୟରେ ବିବେଚନା କରିବା, ଆମ କ୍ରିୟା ଆମର ଆଚରଣ ବିଷୟରେ ବିବେଚନା କରିବା, ଆମେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବା ପରେ, ବାପ୍ତିଜିତ ହେବା ପରେ ଆଉ ଥରେ ଆମେ କୋଉ ପଥକୁ ଚାଲି ଯାଇନାଉ ତ? ଯଦି ଜଗତର ଜାଗତିକ ସ୍ୱଭାବରେ ଯଦି ଆଡଜଷ୍ଟ ହେଇ ଜୀବନ ଯାପନ କରୁନାହୁଁ ତ? ହଁ ମୋର ପ୍ରିୟ ମାନେ, ଆଜି ଆମକୁ ମଧ୍ୟ ଈଶ୍ୱର ପ୍ରଭୁ ଯୀଶୁଙ୍କୁ ଆହ୍ୱାନ କରୁଛନ୍ତି। ତେଣୁ ଆସୁ କୁପଥରୁ ଫେରି ଯୀଶୁଙ୍କ ପଥକୁ ଆପଣେଇ ନେବା। ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ, କରୁଣା, ସତ୍ୟତା ବିଶିଷ୍ଟ ଅଟେ। ଯାହାକି ଗୀତ ସଂହିତା ଆମେ 10 ରେ ପାଇପାରିବା। ଯେତେବେଳେ ସଦାପ୍ରଭୁ ସତ୍ୟତା ବିଶିଷ୍ଟ ପଥରେ ଚାଲିବା ପାଇଁ ଆମକୁ କହିଛନ୍ତି, ଆମେ ସେଇ ପଥରେ ଚାଲିବା, ତାହେଲେ ଆମେ କେବେ ପଥଭ୍ରଷ୍ଟ ହେବା ନାହିଁ। କି ଆମେ ଆମର କୁକ୍ରିୟାକୁ ଆମେ ତ୍ୟାଗ କରିବା, ଆମର କୁପଥକୁ ତ୍ୟାଗ କରି ଈଶ୍ୱରଙ୍କର ପଥର ଆପଣେଇ ନେଇ ପାରିବା। ଯାହାକି ସାମସନଙ୍କ ଜୀବନରେ ଆମେ ଦେଖି ପାରିନଥିଲୁ। ସାମସନ କଣ କରିଥିଲେ ନା, ତାଙ୍କୁ ମାତାର ଗର୍ଭରୁ ଈଶ୍ୱର ମନୋନୀତ କରିଥିଲେ। ସଦାପ୍ରଭୁ ପରମେଶ୍ୱର ଉଦ୍ଦେଶ୍ୟରେ ନାସରୀୟ ହେବେ, କିନ୍ତୁ କଣ ହେଲା କାଳକ୍ରମେ ଦେଖୁଛେ ପଲେସ୍ତୀୟ ମାନଙ୍କୁ ମାରିବା ପାଇଁ ତାଙ୍କୁ ଆଶୀର୍ବାଦ କରିଥିଲେ, ସେଥିପାଇଁ ସେ ତାଙ୍କୁ ଆହ୍ୱାନ କରିଥିଲେ। କିନ୍ତୁ ସେଇ ପଲିସ୍ତୀୟ ମାନଙ୍କର ଜଣେ କନ୍ୟାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରି ଓ କେତେ ତାଙ୍କ ବାପା ମା ସେତେବେଳେ ତାଙ୍କ ବାପା ମା କେତେ ବୁଝେଇଥିବେ ନା, ତାଙ୍କ ବାପା ମା କେତେ କହିଥିବେ ତାଙ୍କୁ ତୋତେ ପ୍ରଭୁ ଏଇ ପାଇଁ କାରଣ ସିଏ ତ ପ୍ରଭୁଙ୍କୁ ତାଙ୍କ ତାଙ୍କ ବାପାଙ୍କ ନାଁ ମାନହ ଥିଲା। ତାଙ୍କୁ କେତେ ସେ ଦର୍ଶନ ଦେଇଥିଲେ, ତାଙ୍କ ମାଙ୍କୁ ବି ଦର୍ଶନ ଦେଇକି ସେମାନଙ୍କ ଉତ୍ତମ ଭାବରେ ବନ୍ଧ୍ୟା ଥିଲେ ତାଙ୍କ ମା, କିନ୍ତୁ ତାଙ୍କୁ ଆଶୀର୍ବାଦ କରିଥିଲେ। ତାହା ଶୁଣି କେତେ ତାଙ୍କ ବାପା ମା ଦୁଃଖ କରିଥିବେ, କେତେ ବୁଝେଇଥିବେ, କିନ୍ତୁ ସେ କୌଣସି ପଥକୁ ଛାଡି ନାହିଁ। କାରଣ ସେ କଣ କରିଥିଲେ ନା, ପଲେସ୍ତୀୟ ମାନଙ୍କ ପାଖକୁ ବାରମ୍ବାର ଯିବା ଦ୍ଵାରା ସେ ତାଙ୍କର ପଥକୁ ବାଛି ନେଲେ ଓ ବିଭିନ୍ନ ବ୍ୟଭିଚାରରେ ରହିଲେ। ଆଉ ସେ ପରମେଶ୍ୱରଙ୍କ ଆହ୍ୱାନକୁ ଛାଡି କୁପଥରେ ଚାଲିଗଲେ। ତା ପରବର୍ତ୍ତୀ ବିଷୟ ଆମେ ସମସ୍ତେ ଜାଣିଛୁ। ସାଲଙ୍କ ଜୀବନରେ ମଧ୍ୟ ସେଇପରି ଦେଖା ଦେଇଥିଲା। ସେପରି ଯିହୁଦା ମଧ୍ୟ ଯୀଶୁଙ୍କ ସାଙ୍ଗରେ ଚାଲୁ ଚାଲୁ ଯୀଶୁଙ୍କ ସାଙ୍ଗରେ ରହୁ ରହୁ କିପରି ଅଲଗା ପଥରେ ଚାଲିଗଲେ, ସେପରି ଆମ ମାନଙ୍କ ଜୀବନରେ ବି ବେଳେ ବେଳେ ଏହିପରି ପରିସ୍ଥିତି ଆସେ, ଆମେ ଜାଣି ପାରିନଥାଉ। ସୈତାନ ଏପରି କାର୍ଯ୍ୟ କରେ, ଆମେ କୁପଥକୁ ଚାଲି ଯାଇଥାଉ। ତେଣୁ ମୋର ପ୍ରିୟ ମାନେ, ଆମେ ସବୁବେଳେ ଚେତନା ପାଇ ପବିତ୍ର ଜୀବନ କାଟିବା ପାଇଁ ଚେଷ୍ଟା କରିବା। ତେଣୁ ଗୋଟିଏ ସୁନ୍ଦର ବାକ୍ୟ ପଢିବି, 2 ଥେସଲୋନିକ 3:6 ପଦରେ ପାଉଲ କହନ୍ତି, ହେ ଭାତୃବୃନ୍ଦ, ଆମ ମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମମାନଙ୍କୁ ଏହି ଆଜ୍ଞା ଦେଉଅଛୁ ଯେ କୌଣସି ଭାଇ ଆମମାନଙ୍କ ଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଅବିହିତ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର। ହାଲେଲୁୟା। କାରଣ ଏଠାରେ ଲେଖା ଅଛି, କୌଣସି ଭାଇ ଆମ୍ଭ ମାନଙ୍କ ଠାରୁ ପ୍ରାପ୍ତ ଶିକ୍ଷା, ମାନେ ଆମ୍ଭେମାନେ ଯୋଉ ଶିକ୍ଷା ଦେଉଅଛୁ, ଯୋଉ ଶିକ୍ଷା ଆମ ଠାରୁ ତମେ ପାଉଅଛ, ସେ ସବୁ ଶିକ୍ଷା ଯଦି ଆମ ଠାରେ ନ କରି ଆଚରଣ ନ କରିକି ଅବିହିତ ଆଚରଣ କରେ, ତାହାଠାରୁ ଏଇଟା ହଉଛି ସହ ବିଶ୍ବାସୀ ମାନଙ୍କ ସହିତ ଆମେ କିପରି ରହିବା। ସହ ବିଶ୍ବାସୀ ପାଖରେ ମଧ୍ୟ ଏଇପରି ଆଚରଣ ଦେଖିଥାଉ। ତାପରେ ଆମ ମନରେ ଆସେ, ହଁ ସେ ତ ସେମିତି କରୁଛି, ମୁଁ ବି ସେମିତି କଲେ କଣ ହେଲା। ଏମିତି ହେଇକି ଆମେ ଭାବୁ ତା ଦ୍ଵାରା ସିଏ ତ ଏମିତି କରୁଛି, ତାର କିଛି ଭୁଲ ଦେଖା ଯାଉନି, ତାଙ୍କ ବାପା ମା କିଛି କହୁନାହାନ୍ତି, ମୁଁ ଏମିତି କରିବି। ନାଇଁ ମୋର ପ୍ରିୟ ମାନେ, କେବେ ବି ସେଟା ସମ୍ଭବ ନାହିଁ। ଯାହା ଭୁଲ ସବୁବେଳେ ଭୁଲ ତାର ଭୁଲ, ଆଉ ଯୋଉଟା ଠିକ ସବୁବେଳେ ଠିକ।
ଜୀବନ ଯାତ୍ରା ଆଉ ଜଗତ ମଧ୍ୟରେ ଚାଲୁ ଚାଲୁ ଏପରି ଅନେକ ବିଷୟ ରହିଛି ଯାହାକି ଆମକୁ କଣ କରିଥାଏ, ଆକର୍ଷଣ କରିଥାଏ। ତାହା ଏତେ ମାତ୍ରାରେ ଆମକୁ ପ୍ରଭାବିତ କରେ ଯେ ଆମେ କେତେବେଳେ ଜାଣି ପାରିନଥାଉ, ବାକ୍ୟର ବିରୁଦ୍ଧାଚରଣ କରିଥାଉ। ଯେଉଁ ବାକ୍ୟ ଆମେ ଶୁଣିଥାଉ ସେଇ ବାକ୍ୟ ଅନୁସାରେ ଆଚରଣ କରିନଥାଉ। ବିଭିନ୍ନ ସମୟରେ ଆମେ ଆମର ଜୀବନ ଯାତ୍ରାରେ ଅନେକ ସମୟରେ ଆମ ମାନଙ୍କର ପଥଭ୍ରଷ୍ଟ ହେଇଯାଇଥାଉ। କିନ୍ତୁ ଗୋଟିଏ ଛୋଟ ଛୋଟ ବିଷୟ ଆମ ମାନଙ୍କ ଜୀବନରେ ଜାଣିପାରୁନୁ। ଆମେ ଛୋଟ ଛୋଟ ବିଷୟ ଯାହା ବାକ୍ୟର ବିରୁଦ୍ଧାଚରଣ ହେଇଥାଏ, ସେଇପରି ଅତି ସାଧାରଣ ବିଷୟ ଗୁଡିକ ରଖିବି, ଯାହାକି ଆମେ ଜୀବନରେ ଆମ ମାନଙ୍କୁ ହଉ କି ଯୁବା ଯୁବତୀ ମାନଙ୍କ ପାଇଁ ଗୋଟେ ଚେତନା ଦାୟକ ହେବ ବୋଲି ମୁଁ ଭାବୁଛି। ତାହା ହଉଛି ଶରୀରରେ ଚିତା କୁଟେଇବା, ଟାଟୁ କରିବା। ଟାଟୁ ଆପଣ ଯାହା ସମସ୍ତେ ଜାଣିଛୁ, ଆଜିକାଲି ପୁଅ ଝିଅ ମାନେ ବହୁତ ଆକର୍ଷିତ ଏଥିରେ। ତାହା ପାଇବା ଲେବି 1928ରେ ତୁମମାନେ ମୃତ ଲୋକ ନିମନ୍ତେ ଶରୀରରେ ଆଘାତ କରିବ ନାହିଁ ଅବା ଚିତା କୁଟେଇବ ନାହିଁ, ଆମ୍ଭେ ସଦା ପ୍ରଭୁ ଅଟୁ। ସେ ପୁରା ନିର୍ଦ୍ଦିଷ୍ଟ ଚିତା କୁଟେଇବା ପାଇଁ ସେ ମନା କରୁଛନ୍ତି। ସେ ମୃତ ଲୋକଙ୍କ ପାଇଁ ହଉ କି ଜୀବିତ ଲୋକମାନେ। କିନ୍ତୁ ଆଜିକାଲି ଝିଅ ପୁଅ ମାନେ ବିଭିନ୍ନ ଅଛନ୍ତି, ବହୁତ ଜଣ ଏଜେଡ ଲୋକମାନଙ୍କ ଦେହରେ ମୁଁ ଦେଖିଛି ସେଗୁଡାକ ବି ନିଜର ପ୍ରତିମୂର୍ତ୍ତିରେ ପ୍ରଭୁ ଆମକୁ ଗଢିଛନ୍ତି ଯେହେତୁ ଆମେ ତାଙ୍କର ସେଇ ସୁନ୍ଦର ଶରୀରକୁ ଆମେ କାହିଁକି ଅଲଗା ବିଷୟ ରଖିକି ଆମେ ଟାଟୁ ବନେଇକି ଅସୁନ୍ଦର କାହିଁକି କରିବା। ତେଣୁ ଆମେ ଚିନ୍ତା କରିବା ଆମେ ଏଇଟା ଠିକ କି ନାହିଁ, କାରଣ ଏଠି ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ତମେ ଚିତା କୁଟେଇବ ନାହିଁ ବା ଟାଟୁ କରିବ ନାହିଁ। କିନ୍ତୁ ଆଜିକାଲି ତ ପିଲାମାନେ କିଏ କାର ନାଁ ଲେଖୁଛି, କିଏ କଣ ଅନ୍ୟ ପ୍ରକାର ଛବି ଆଙ୍କୁଛନ୍ତି। କିନ୍ତୁ ମୋର ପ୍ରିୟ ମାନେ ଏହା ପବିତ୍ର ବାକ୍ୟ ମନା କରେ। ଦ୍ଵିତୀୟ ବିଷୟରେ କହିବି କେଶ କାଟିବା, ହେୟାର କଟିଂ ଉପରେ। ଏହା ପ୍ରାୟ ଆମେ ଜାଣିଛୁ, ତା ବାକ୍ୟ ରହିଛି ଲେବି 19:27 ତୁମ୍ଭେ ମାନେ ଆପଣା ଆପଣା ମସ୍ତକର କଣ ସବୁ ଗୋଲାକାର କରିବ ନାହିଁ, କିଏ ବା ଆପଣା ଆପଣା ଦାଢିରେ କୋଣ ମୁଣ୍ଡନ କରିବ ନାହିଁ। ଏହା ପ୍ରାୟ ଆମମାନଙ୍କ ଯୁବା ପୁଅ ମାନଙ୍କ ଠାରେ ଆମମାନେ ଦେଖିଥାଉ। ଅବଶ୍ୟ ମତେ କ୍ଷମା କରିବେ ଯଦି ଏଇଟା ଭୁଲ ହେଇଥାଏ। ସେ କି ଦୁଃଖ ଲାଗୁଥାଏ, ସେମାନଙ୍କ ମସ୍ତକର କେଶ କଟା ଗୁଡାକ ଆମେ ସବୁ ଦେଖିଛୁ। କେମିତି ସବୁ କଟା ହେଇଥାଏ, କାର ତ ଚୁଟି ଗୁଡାକ ଉପରକୁ ଥାଏ, କାହାର କି ପ୍ରକାର ଥାଏ, କାର ଗାର ଗାର ଥାଏ ମୁଣ୍ଡରେ, ଆମମାନେ ସବୁ ଦେଖିଛୁ ସେଗୁଡାକ। ମୁଁ ଆଉ ସେ ଏତେ କିଛି ବର୍ଣ୍ଣନା କରେ, କିନ୍ତୁ ଏଇଗୁଡାକ କଣ କରେ ଛୋଟ ବେଳୁ ମଧ୍ୟ ପିଲାମାନଙ୍କୁ ଆକର୍ଷିତ କରିଥାଏ। ମୁଁ ଯେତେବେଳେ ସ୍କୁଲରେ ଚାକିରି କରୁଥିଲି ନା, ସେତେବେଳେ କଣ ହେଇଥିଲା ନା କେତେ ଗୋଟେ ପୁଅଟେ ଆସିକି ତା ଚୁଟି କାଟିକି ଆସିଛି, ତା ମୁଣ୍ଡରେ ଗାର ଗାର ପଡିଛି। ମୁଁ ଦେଖିଲି, କିଛି କହିନଥିଲି, ଖାଲି ଏତିକି ପଚାରିଲି ତାକୁ, ଏଇ ତୁ ଏକଲା ଯାଇକି ବାଳ ଚୁଟି କାଟିଲୁ ନା କେଶ କାଟିଲୁ ନା ତତେ ତୋ ବାବାଙ୍କ ସହିତ, ନା ମୋ ବାବା କହିଲେ। ତତେ କିଏ ଏମିତି କାଟିଦେଲେ ନା ବାବା କହିଲେ। ଓହୋ ବୋଲି କହିକି ମୁଁ ସାଇଲେଣ୍ଟ ରହିଲି। ତାପରେ ପରେ ଦେଖିଲି, ଦେଖନ୍ତୁ ତାପରେ ପରେ ଆଉ କେତେଟା ପିଲା ବି ଯାଇକି ବିଭିନ୍ନ ଷ୍ଟାଇଲ ର କାଟିକି ଆସିଲେ। ଆଶ୍ଚର୍ଯ୍ୟର ବିଷୟ, ମାନେ ବାପା ମା ଛୋଟ ବେଳୁ କିପରି ଭାବରେ ସେମାନଙ୍କୁ ଶିକ୍ଷା ଦଉଛନ୍ତି ମୁଁ ଜାଣି ପାରୁନି। ଯାହାକି ସେମାନେ ବଡ ହେଲା ପରେ ସେମାନେ ଆହୁରି ଅଲଗା ଜିନିଷ ପ୍ରତି ଆକର୍ଷିତ ହେଇଯାନ୍ତି। ତେଣୁ ଆମେ ପିତାମାତା ମଧ୍ୟ ଅନେକ ଜିନିଷ ପିତାମାତା ମଧ୍ୟ ପିଲାମାନେ ଶିଖିଥାନ୍ତି। ତେଣୁ ଆମେ ମାନେ ସଜାଗ ହବା, ଯୋଉଟା ବାକ୍ୟ ବିରୁଦ୍ଧରେ ଅଛି ସେଗୁଡାକ କାର୍ଯ୍ୟ ଆମେ କେବେ କରିବା ନାହିଁ। ଏଇଟା ଆମ ଭିତରେ ମଧ୍ୟ ମୁଁ ଦେଖିଛି, ଏ କଟିଂ ଗୁଡାକ ଆମ ଚର୍ଚ୍ଚରେ ମଧ୍ୟ କେତେ ପିଲାଙ୍କ ଛୋଟ ଛୋଟ ପିଲାଙ୍କ ଇଏରେ ଦେଖିଛି ମୁଁ। କିନ୍ତୁ ଏଇଟା ଆମେ କରିବା ନାହିଁ, ଯାହା ଦ୍ଵାରା କି ବଡ ହେଲା ବେଳକୁ ସେ ଆଉ କୋଉଥିରେ ଆକର୍ଷିତ ହବ, ଯୋଉଟା କି ସେ ପଥକୁ ଭ୍ରଷ୍ଟ ହେଇଯିବ। ତେଣୁ ଆମମାନେ ସଜାଗ ରହିବା। ତାପରେ ତୃତୀୟ ବିଷୟ ଦେଖିବା, କେଶ। ଦୀର୍ଘ କେଶ ରଖିବା ନାହିଁ, ତାହା ବିଶେଷ ଏଇଟା ମଧ୍ୟ ଆମେ ପୁଅ ମାନଙ୍କ ଇଏରେ ଦେଖିଥାଉ। ସେମାନେ ଦୀର୍ଘ କେଶ ରଖିବେ, ଯାହାକି ଲେଖା ଯାଇଛି ପ୍ରଥମ କରିନ୍ଥୀୟ 11:14 ପ୍ରକୃତି ନିଜେ କି ତୁମମାନଙ୍କୁ ଶିକ୍ଷା ଦିଏ ନାହିଁ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ଅପମାନ ଜନକ। ଅପମାନ ସେଟା। କିନ୍ତୁ ଆଜିକାଲି ତ ଆମେ ଜାଣିପାରୁନୁ, ପଛ ଆଡୁ ଦେଖିଲେ ସେ ପୁଅ କି ଝିଅ। ହଁ, ପଛ ଆଡେ ଯଦି ଚୁଟି ଥିବ ତାର ଚୁଟି ପକେଇଥିବେ, ରବର ବ୍ୟାଣ୍ଡ ଗୋଟେ ବାନ୍ଧିଥିବେ।
କିଏ ହେୟାର ବ୍ୟାଣ୍ଡ ବି ପିନ୍ଧିଥିବେ ମୁଁ ଦେଖିଛି, କିନ୍ତୁ ତାହା ସେମାନଙ୍କ ପାଇଁ ଅପମାନଜନକ ଅଟେ। ସେ କେବେ ବି ଦୀର୍ଘ କେଶ ରଖିବା ଉଚିତ ନୁହେଁ। ଆଉ ପୋଷାକ ବା ଆଭୂଷଣ ବିଷୟରେ ବାକ୍ୟ କଣ କହେ? ଦ୍ଵିତୀୟ ବିବରଣୀ 22 ପଦରେ ଯାହା ପୁରୁଷର ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଏ ବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ, କାରଣ ଯେ କେହି ତାହା କରେ ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣା ଯୋଗ୍ୟ ଅଟେ। ହାଲେଲୁୟା। ଦେଖନ୍ତୁ, କାହାର ପୋଷାକ କିଏ ପିନ୍ଧିବ ନାହିଁ, କିନ୍ତୁ ଆଜିକାଲି କାହାର ପୋଷାକ କିଛି ନାହିଁ। ଆମେ ବିଶେଷ କରି ଆମ ଘର ମାନଙ୍କରେ ଆମ ଝିଅ ମାନେ ପୁଅ ପିଲାଙ୍କର ପୋଷାକ ପିନ୍ଧୁଛନ୍ତି, ନୁହଁ କି? ପୁଅ ମାନେ ପିନ୍ଧୁନାହାନ୍ତି, କିନ୍ତୁ ପୁଅ ମାନେ ଅଛନ୍ତି କାନରେ ପିନ୍ଧୁଛନ୍ତି, ସେଟା ବି ତ ଆଭୂଷଣ ନା। କିନ୍ତୁ ଆମ ପିଲାମାନେ ହିଁ ସେଇ ପ୍ରକାର ଡ୍ରେସ ପିନ୍ଧନ୍ତି, ଯାହାକି ବିରୁଦ୍ଧାଚରଣ, ବାକ୍ୟର ବିରୁଦ୍ଧାଚରଣ ଅଟେ। ମନା କରିଛନ୍ତି କାହାର ପୁରୁଷର ପୋଷାକ ସ୍ତ୍ରୀ ପିନ୍ଧିବନି, ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ। ତାହା କଲେ ଈଶ୍ୱରଙ୍କ ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ଘୃଣା ଯୋଗ୍ୟ ଅଟୁ। ଆଜିକାଲି ତ ବଡ ବଡ ସିଟି ମାନଙ୍କରେ ଦେଖୁଛୁ ସ୍ତ୍ରୀ ଲୋକମାନେ ବି ସେମିତି ପିନ୍ଧୁଛନ୍ତି। ପିନ୍ଧିବାକୁ ମନା ନାହିଁ, ପିନ୍ଧିବାକୁ ମନା ନାହିଁ, ଜଗତ ସହିତ ଯଦି ସାଲିସ ପିନ୍ଧନ୍ତୁ, କିନ୍ତୁ ଯାହାର ବିବେକ ଯେମିତି କହୁଛି ସେମିତି କରନ୍ତୁ, କାରଣ ଏହା ବାକ୍ୟରେ ତ ମନା ହେଇଛି ନା। ତେଣୁ ଆମେ ଯେତେବେଳେ ପିନ୍ଧିବା, ଝିଅ ମାନଙ୍କ ପାଇଁ, ସ୍ତ୍ରୀ ଲୋକଙ୍କ ପାଇଁ ତ ଅନେକ ପୋଷାକ ଅଛି, ସୁନ୍ଦର ସୁନ୍ଦର ପୋଷାକ, ଯୋଉଟା କି ଆମ ମାନଙ୍କୁ ପୋଷାକ। ତେଣୁ କଣ ଗୋଟେ ଅଛି, ନିଜ ରୁଚି ଭୋଜନ ପର ରୁଚି ବସନ। ଅନ୍ୟମାନଙ୍କୁ ଯାହା ସୁନ୍ଦର ଦେଖାଯିବ ଅନ୍ୟମାନଙ୍କ ଚକ୍ଷୁରେ, ଆମେ ସେଇପରି ପୋଷାକ ପିନ୍ଧିବା। ପୋଷାକ ଉପରେ ଆଉ ଗୋଟେ ବିଷୟରେ ମଧ୍ୟ ରହିଛି, ମୁଁ ଏଇଟା କହୁଛି। ଯେକୌଣସି ତାହା କରନ୍ଥୀୟ 11:5 ଲେଖାଯାଏ, କିନ୍ତୁ ଯେ କୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ। ଆଜିକାଲି ତ ଆମେ ଦେଖୁଛୁ, ଓଢଣା ପକେଇବାକୁ କଷ୍ଟ ଲାଗୁଛି ସମସ୍ତଙ୍କୁ, ମୁଣ୍ଡରେ ଓଢଣା ଦେଇକି ବାକ୍ୟ କହିବା, ପ୍ରାର୍ଥନା କରିବା, ତାହା ଯଦି ନ କରୁଛୁ, ସେ ସ୍ତ୍ରୀର ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ସଙ୍ଗେ ସମାନ, ବୋଲେ ସେ ତାର ଚୁଟି ନ ରଖିବା, ତାର କେଶ ନ ରଖିବାଟା ବା ମୁଣ୍ଡ ନ କରିବା ବା ଲଣ୍ଡା ହେବାଟା ସହିତ ସମାନ। କାରଣ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଆମେ ଜାଣିଛୁ, ଖ୍ରୀଷ୍ଟ ଯେ ପୁରୁଷ ମସ୍ତକ ସ୍ୱରୂପ, ଖ୍ରୀଷ୍ଟ ଯେ ପୁରୁଷର ମସ୍ତକ ସ୍ୱରୂପ, ତେଣୁ ସ୍ତ୍ରୀ ମାନେ ନିଜ ପୁରୁଷକୁ ଅପମାନ କରିଥାନ୍ତି ଓ ଖ୍ରୀଷ୍ଟଙ୍କୁ ମଧ୍ୟ ଅପମାନ ତାହା କରିଥାଏ। ତେଣୁ ଅତି ଜାଗ୍ରତ ବିଷୟ ଏଟା, ଅବଶ୍ୟ ଛୋଟ ଛୋଟ ବିଷୟ, କିନ୍ତୁ ଆମେ ଯଦି ଏଗୁଡାକ ଆମେ ପ୍ରଭୁଙ୍କ ବାକ୍ୟରେ ଅଛି ଯାହା ମୁଁ ତାହା କହୁଛି। ହୁଁ, ଯଦି ଆମେ ଚାହିଁବା ମାନି ପାରିବା, ଯଦି ଚାହିଁବାନି ମାନି ନ ପାରିବା ବି, କାହାକୁ ଜବରଦସ୍ତି କିଏ କରୁନାହାନ୍ତି ଏଥିରେ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ତାହା ଆମେ କରିଯିବା। ଆଉ ଗୋଟେ ଅଛି ବସନ ପରିଧାନ ଉପରେ ବା ପୋଷାକ ଉପରେ, ଚିରା ବସ୍ତ୍ର ପିନ୍ଧିବା ନାହିଁ। ଆଜିକାଲି ତ ମଡର୍ଣ ଯୁଗ, ଆମେ ଦେଖୁଛୁ କଣ ଗୋଟେ ଜିନ୍ସ ବାହାରିଛି, ସେ ଜିନ୍ସ ରେ ସବୁ କଟା କଟା ଦାଗ ଥାଏ, ତାକୁ କଣ ଟୋନ ଜିନ୍ସ ନା କଣ କହନ୍ତି। ମୁଁ ତ ଜାଣିନଥିଲି, ଏପରି ଚିରା ଜିନ୍ସ କୁ ଟୋନ ଜିନ୍ସ ବୋଲି କହନ୍ତି। କାରଣ ଦିନେ ଯାଇଥିଲି ଦୋକାନକୁ, ସେଠା ଠିଆ ହେଇଥିଲି, ଜଣେ କହୁଛି ଟୋନ ଜିନ୍ସ ଦେଖ, ଟୋନ ଜିନ୍ସ କଣ ବୋଲି ମୁଁ ଭାବି ଭାବିକି ଅନେଇଲା ବେଳକୁ, ସେ ଯାକ ସବୁ କଟାକଟି ହେଇଛି, ସେ ଜିନ୍ସ ଗୁଡାକ ସେ କାଢିକି ଦେଖୁଛି। ଆଚ୍ଛା, ମୁଁ ତାପରେ ବୁଝିଲି ଯେ ଓହୋ, ଏଇଟାକୁ ଟୋନ ଜିନ୍ସ କୁହାଯାଏ। କାରଣ ସେ କୋଉମାନେ ପିନ୍ଧନ୍ତି ଦେଖିବା, ଆମେ ବାଇବେଲରେ ସେ ଚିରା ଫଟା କୋଉମାନେ ପିନ୍ଧନ୍ତି, ତାହେଲେ ବି 13:45 ଆମେ ପାଇବା, ଯେଉଁ କୁଷ୍ଠିର ଘା ହୋଇଅଛି ତାହାର ବସ୍ତ୍ର ଚିରା ଯିବ, ତାହାର ମସ୍ତକର କେଶ ମୁକୁଳା ରହିବ, ସେ ଆପଣାର ଉପରେ ଅଷ୍ଟ ବସ୍ତ୍ରରେ ଢାଙ୍କିବ, ପୁଣି ଅଶୁଚି ଅଛି ବୋଲି ଡାକି ପକାଏ। ଏଇଟା ଆମର ଲେବି ପୁସ୍ତକରେ ଆମମାନଙ୍କୁ ସଦା ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆମେ ପାଇଛୁ।
ଆମେ ସେମାନେ କଣ କରିବେ ନା, ଯାହାକୁ କୁଷ୍ଠ ହବ ସିଏ ଚିରା ବସ୍ତ୍ର ପିନ୍ଧିବ, ତାର ଭଲ ବସ୍ତ୍ର ଥିଲେ ବି ତାକୁ ଚିରି ଦିଆଯିବ, ତାକୁ ସେଟା ତା ଇଏରେ ସେ ଚାଲିବ, ତାର ମସ୍ତକର କେଶକୁ ମଧ୍ୟ ମୁକୁଳା କରିଦେବେ, ମୁକୁଳା ବେଲେ ଖୋଲା କରିଦେବେ, ଆଉ ସିଏ ନିଜର ଓଷ୍ଠକୁ ମଧ୍ୟ ବସ୍ତ୍ର ଢାଙ୍କିବ, ବୋଲେ ପୁରା ଭାଙ୍କି ହେଇକି ରହିକି ସେ ପୁଣି କଣ କରିବ, ସେ ଯେତେବେଳେ ଗାଁ ଯାଉଛି, ବାହାରକୁ ଯାଉଛି, ଆଉ ଗାଁ ଦାଣ୍ଡରେ ସେମାନଙ୍କୁ ରଖିବେ ଛାଉଣି ପକେଇକି, ଗାଁ ବାହାର କରିଦେବେ। ସେମାନେ ଯେତେବେଳେ ବାହାରିବେ ତାଙ୍କର ସେ ଛାଉଣି ଭିତରୁ ସେମାନେ ଅଶୁଚି କହିଲେ ଅନ୍ୟମାନେ କଣ ହେବେ ନା ସାଇଡ ହେଇ ଯାଉଥିବେ। ତେଣୁ ଆମେ ନିଜେ ଚିନ୍ତା କରିବା ଏପରି ପୋଷାକ ପିନ୍ଧିବା ନା ନାହିଁ। ମୁଁ ଏ ବିଷୟରେ ମୁଁ କିଛି କହିବିନି। ତାପରେ ଆଉ ଗୋଟେ ବିଷୟ ମଧ୍ୟ ରହିଛି, ଆମେ ଭାବୁଛୁ ହଁ ସମଲିଙ୍ଗୀ ବିବାହ, ଲେବି ପୁସ୍ତକ 13:20 ପଦରେ ଲେଖାଯାଏ, ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଶୟନ କରେ, ତେବେ ସେ ଦୁହେଁ ଘୃଣା ଯୋଗ୍ୟ କର୍ମ କରିଅଛନ୍ତି, ସେମାନେ ନିତାନ୍ତ ହତ ହେବେ, ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତିବ। ପୁରୁଷ ଯେବେ ପୁରୁଷ ସହିତ, ସ୍ତ୍ରୀ ଯେବେ ସ୍ତ୍ରୀ ସହିତ, ଏଇଟା ମୁଁ ଆଉ କିଛି ବର୍ଣ୍ଣନା କରି, କାରଣ ଏହା ଆମେ ସମସ୍ତେ ଜାଣୁ, ଏହା ପ୍ରଭୁଙ୍କ ବାକ୍ୟ ଅନୁସାରେ ଏହା ପୁରା ବିରୁଦ୍ଧାଚରଣ ଅଟେ, ଘୃଣା ଯୋଗ୍ୟ କର୍ମ ଅଟେ। ତେଣୁ ଏହା ବିଷୟରେ ତ ଆମର କିଛି ମୋର କହିବାର ନାହିଁ, କାରଣ ଏହା ସୁପ୍ରିମକୋର୍ଟ ମଧ୍ୟ ଅନୁମତି ଦେଇଛି, କିନ୍ତୁ ଏହା ବାଇବେଲ କେବେ ଅନୁମତି ଦେଇନାହିଁ କି ଦେବ ନାହିଁ। ତେଣୁ ଆମ ପିଲାମାନେ, ଆମ ସମାଜର ସମସ୍ତ ଲୋକମାନେ ଆମେ ଚିନ୍ତା କରିବା ଏଗୁଡାକ ଠିକ କି ଭୁଲ। ତାପରେ ନିଶା ଦ୍ରବ୍ୟର ସେବନ ବିଷୟରେ କହିବି। ଯିଶାୟ 28:7 ମାତ୍ର ଏମାନେ ହଁ ଦ୍ରାକ୍ଷା ରସରେ ଭ୍ରାନ୍ତ ହୋଇଅଛନ୍ତି, ସୁରାପାନ ଦ୍ଵାରା ବିପଥରେ ଯାଇଅଛନ୍ତି, ଯାକେ ଓ ଭବିଷ୍ୟତ ବକ୍ତାଙ୍କ ସୁରାପାନ ଦ୍ଵାରା ସେମାନେ ବିପଥରେ ଯାଇଅଛନ୍ତି, ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡନ୍ତି। ଯୋଉମାନେ ନିଶା ଦ୍ରବ୍ୟ କରନ୍ତି ସେମାନେ ଦର୍ଶନ ପାଆନ୍ତି ନାହିଁ, ବିପଥରେ ଯିବେ, ଆଉ ବିଚାରରେ ଝୁଣ୍ଟି ପଡୁଥିବେ। ତେଣୁ ମୋର ପ୍ରିୟ ମାନେ, ଖାଲି ଦ୍ରାକ୍ଷା ରସ ବିଷୟରେ ଏଠି ଲେଖା ଯାଇଛି, କିନ୍ତୁ ଆମର ତ ଏଠାରେ ନିଶା ସେବନ ବହୁତ ଗୁଡେ ଅଛି, ଯାହାକି ସିଗାରେଟ, ପାନ, ଗୁଟକା, ଏଗୁଡାକ ସବୁ ନିଶାସକ୍ତ ହୁଅନ୍ତି, ଯାହାକି ଆମକୁ ବିପଥରେ ସେଇ ନିଶା ଦ୍ରବ୍ୟ ଭିତରେ। କିନ୍ତୁ ଅନେକ ଜାଗାରେ ଦ୍ରାକ୍ଷା ରସ ପାନ କରିବାଟା ଉତ୍ତମ ବିଷୟ ମଧ୍ୟ ଲେଖାଯାଇଛି, କିନ୍ତୁ ଅତ୍ୟଧିକ ପାନ କଲେ ତାହା ନିଶା ହେଇଯାଏ, ଯାହାକି ଲୋକମାନଙ୍କୁ ବିପଥରେ ନେଇଥାଏ। ତେଣୁ ଆମେ ବେଳେ ବେଳେ କଣ କରନ୍ତି ନା, ନିଶାସକ୍ତ ଲୋକମାନେ ବହୁତ ନିଜକୁ ଆତ୍ମାକୁ ଶାନ୍ତି ଦେବା ପାଇଁ କହନ୍ତି, ହଁ ଯୋଉଟା ଭିତରେ ବାକ୍ୟରେ ତ ଲେଖାଏ, ଯୋଉଟା ଭିତରକୁ ଯାଏ ତା ଅଶୁଚି ନୁହେଁ, ଯାହା ମୁଖରୁ ବାହାରେ ସେଗୁଡାକ ଅଶୁଚି ବୋଲି ତାଙ୍କେ ମନେ ମନେ ବଡ ଖୁସି ହେଇକି ତାହା କହନ୍ତି। ଆଉ ମତେ ଥରେ ଜଣେ ଏ ବିଷୟରେ କହିଥିଲା ବି, ହଁ ଯୋଉଗୁଡାକ ଭିତରକୁ ଯାଉଛି ସେଗୁଡାକ ତ କିଛି ନାହିଁ ନା, ସେ ଯାକ ତ ଅଶୁଚି ନୁହେଁ। ଆଶ୍ଚର୍ଯ୍ୟ ଲାଗେ ମତେ ସେ ସବୁ ଭାବିଲେ, ମାନେ ଆମେ ଯୋଉଟାକୁ ଭଲ ଆମ ଜୀବନରେ ଅଛୁ, ଆମେ ତାକୁ ଆଡଜଷ୍ଟମେଣ୍ଟ କରିଦଉଛୁ ଜଗତ ସହିତ, ବାକ୍ୟ ସହିତ ମଧ୍ୟ ଆମେ ଆଡଜଷ୍ଟ ହେଇଯାଉଛୁ, ହଁ ମୋ ପାଇଁ ଭଲ ଏଇଟା ଭାବି ଦଉଛୁ। କିନ୍ତୁ ମୋର ପ୍ରିୟ ମାନେ, ତାହା ନିଶାସକ୍ତ ଯେ କେତେ ବିଷୟ, ଯୋଉମାନେ ବହୁତ ନିଶାସକ୍ତ କରନ୍ତି ସେମାନେ କେତେ ହଇରାଣ ହୁଅନ୍ତି, ତାଙ୍କ ପରିବାର ଭାଙ୍ଗିଯାଏ, ତାଙ୍କ ଘର ସମସ୍ତ ବିଷୟ, କେତେ ଜଣ ଅଛନ୍ତି ଘରର ପୁରା ସେମାନେ ଜିନିଷ ବିକିକି ମଧ୍ୟ ନିଶା ପିଇ ଦିଅନ୍ତି। ସେମାନେ ପଇସା ଥିଲେ ମଧ୍ୟ ସେମାନଙ୍କ ପାଖରେ ମାସ ଶେଷରେ ସେମାନଙ୍କ ପଇସା ସରି ଯାଇଥାଏ। ପିଲାମାନଙ୍କ ଭଲ କି ଖାଦ୍ୟପେୟ ଦେଇ ପାରନ୍ତି ନାହିଁ, ପିଲାମାନଙ୍କର ଯତ୍ନ ନେଇ ପାରନ୍ତି ନାହିଁ। ତେଣୁ ମୋର ପ୍ରିୟ ମାନେ, ଏଗୁଡାକ ପାଇଁ ଆମେ କିପରି ସଚେତନ ହେବା ଆମେ ସବୁ ଜାଣିଛୁ। ଆଉ ଗୋଟେ ଆମେ ପଢିବା, ପ୍ରଥମ କରନ୍ଥୀୟ 10:19-21 ପଦ ପର୍ଯ୍ୟନ୍ତ। ତେବେ ଦେବପ୍ରସାଦ ବୋଲି ଯେ ଅଛି, ବା ପ୍ରତିମା ବୋଲି ଯେ ଅଛି, ଏହା କି ମୁଁ କହୁଅଛି? ନା, କିନ୍ତୁ ମୁଁ କହୁଅଛି ଯେ ଯାହା ଯାହା ସେମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେଇ ସବୁ ବିଷୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନକରି ଭୂତ ମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ ତୁମ୍ଭେମାନେ ଯେ ଭୂତ ମାନଙ୍କ ସହଭାଗୀ ହୁଅ, ଏହା ମୋର ଇଚ୍ଛା ନୁହେଁ।
तुम्भे माने प्रभुंकर पान पात्र और भूत मानकर पान पात्र उभय पान करी पार नहीं। तुम माने प्रभुंक मेज भूत मानक मेजर उभयंकर अंशी होई पाना। मु आउ एटा समस्ते बुझी पारछु आमे कोनोसी बुझेवार कथा नाही एथिरे। तेणु आमे मु कहिबिनी देव प्रसाद भजन कले भलो कि नाही आमे एथिरु आमे जानि परबा आम कारण आमे ईश्वरंकर मेजर सम्मुखीन होउछु। आमे काहार मेजर सम्मुखीन हबा दुई जनक मेज सम्मुखीन केबे हेई परिबा नाही। उभयर अंशी केबे हेई परिबा नाही। किंतु ता पर बल विषय गुड़िक लेखाई आमे खाद्य को किमती ग्रहण कले किंतु सेठी देव प्रसाद बोली लेखाएनी। किंतु ईश्वर को उत्सर्ग को उद्देश्य करुवा उत्सर्ग न करी भूत मान को उद्देश्य जहाँ करती आमे ताहा केबे भी ग्रहण करिबा नाही। कारण आमे जदि ग्रहण करिवु जदि बा कोठी किए गोटे जगार मध्य लेखाई करंथ्य 10:27 अविश्वासी मानक मध्यरु जदि केही तुम मानकु निमंत्रण करे आ तुम माने जीवाकु इच्छा करो ताहा जदि परिवेशन करा जाए विवेक सकाशे किछि न पचारि भोजन कर। तमे न जानी कि भोजन कर विवेक सकाशे किछि न पचारि कि केही जदि तुम मानकु कहे यह बलि रूपे उत्सर्गकृत होइछि तेबे यह जणैले ताहार सकाशे विवेक सकाशे ताहा भोजन कर नाही। तेणु आमे चिंता करिबा आमे ताहा भोजन करिबा कि नाही। तापरे आ गोटे विषय मध्य जे आम मानकु देह खराब हेले आम मानकु कोन असुविधा लागिले आम माने कोन कहछु प्रभुଙ୍କ पाखरु प्रार्थना न करी डाक्टर मानकु देखो। डाक्टर मान पाखरे जदि भलो हेलानी सीधा जाईकी भुतुड़िया अगुणिया मानकु पाखु जाउछन्ती। आज भी सिपर लोक अछन्ती। आज भी अंधविश्वास रे पड़िकी रहिचन्ती लोक। आम भितरे भी केते लोक अछन्ती दृष्टि पड़िची बोली झाड़ू आनिकी झाड़ी देबे किंतु किछि नाही। आमे प्रभुंकर लोक माने आम मानकु किछि हबो नै केबे भी। तेणु आमे को गुणिया पाखु नाही कि को भुतुड़िया पाखु आमकु जिबा दरकार नाही। साउल निज जीवन को से कोन करथिले ना ए भूतड़िया मानक पाखु जाईकी से निजर पद पदवी सबु हराइले। तेणु मोर प्रिय माने आम माने देखिबा आमे वर्तमान जुगर अनुरूपी न होई आमे जगत विषय कौन विषय आसक्त न होई आत्मिक जीवन रे जेपरी आम माने आगकू बढ़िबा से परि आम माने प्रार्थना सह बंचिबा को पड़िबो। जगत सहित कौन विषय ए छोट छोट विषय सतरे किंतु आमे जगत सहित एगुड़ा सालिश करबा नाही। मो सांग कौन कहबो मु एगुड़ा न कले मो सांग जेमती मो जो माने निशाशक्त बसते हाँ टिके पीदे बोली छोट छोट पिला माने हाँ जो टीन एज रो पिला मन को से परी असुविधा रे पड़ी थायंती से माने। तेणु मोर प्रिय माने आज जदि आमर पिला माने अछंती आम पिला मन को आमे सचेतन करू वाक्य दे से को कथा को से को उठला बसला जेमती को आइची सबले प्रभु को वाक्य कहू ताले से मान निश्चित भाबरे गोटे उत्तम भाबरे से मान निज जीवन को गढ़ी पारिबे। आमे भाबिबानी जे आम छोट छोट विषय कर दी कि भूल कर दूचु तापरे हाँ आम जीशु बापा तो क्षमाशील अटंती आमको क्षमा मागिले क्षमा दे देबे। एमती बारंबार जदि आमे भूल करिबा ताले केबे भी आमे क्षमा पाइबानी मोर प्रिय माने। तेणु आम माने जो विषय आम जो विषय गुड़िक आम भितर अच्छी जदि बा आज आमे किसी जानी नथिलु कि जानिलु हाँ जानिकी मध्य आमे केबे भी भूल करबानी जोटा कि आमे क्षमा केबे भी पाई परिबा नहीं। जगत रे एमती बहुत जिंस अच्छी जोटा कि आम मान को कौन कर आकर्षण करे आमे जगत मध्य को चली जाइथाउ। तेणु सुंदर भाव रे आमे जानिछु आम नूतन भाव रे आमे जदि बंचिबा को चाहूचु नूतन स्वभाव को आम भितर प्रकाश करबा पई देखुचु ताहले हमर पुरातन स्वभाव जेपरि जीशुंक नाम रे आमे बाप्तिस्थ हेबा द्वारा समाधि प्राप्त हेचु। तेणु आमे सबु बेले कौन करबा ना हमर समस्त पुरातन स्वभाव हमर समाधि प्राप्त हेची। आमे जेपरि 3 कलस्य 3 देशे सेतिरे समस्त कर्म परित्याग करी नूतन स्वभाव परिधान
କରିଅଛୁ ସେଇ ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନ କେମିତି ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ଆମକୁ ଏଇ ଜ୍ଞାନ ଦଉଛି ବାକ୍ୟ ଆମକୁ ଜ୍ଞାନ ଦଉଛି ତାଙ୍କ ପ୍ରତିମୂର୍ତ୍ତିରେ ଆମେ ସୃଷ୍ଟି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରତି ନୂତନୀକୃତ ହୋଇଛୁ। ତେଣୁ ଆମେ ସମସ୍ତ ପୁରାତନ କର୍ମକୁ ବା ପୁରାତନ ସ୍ୱଭାବକୁ ପରିତ୍ୟାଗ କରି କଣ ସେ ସବୁ ଆମର ପୁରାତନ ସ୍ୱଭାବ ବିଷୟରେ କଲସ୍ୟ 3, 5, 8, 9 ସବୁ ଲେଖା ଯାଇଛି ଅତି ସୁନ୍ଦର ଭାବରେ। ପଢିବା ଟିକେ କଲସ୍ୟ କିଏ ପାଉଛନ୍ତି ଯଦି କାଢନ୍ତୁ ତ। ହଁ ପାଇଗଲି। ସେଗୁଡା ଲେଖା ହେଇଛି ଅତେବ ତୁମାନଙ୍କ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଅର୍ଥାତ୍ ବ୍ୟଭିଚାର, ଅସୁସ୍ଥତା, କାମ କୁଅଭିଳାଷ, ପ୍ରତିମା ପୂଜା, ରୂପ ଲୋଭ ଏହି ରୂପେ ମୃତ ହୁଅ। ତମେମାନେ ମଧ୍ୟ ଏହିପରି ବିଷୟରେ ଆସକ୍ତ ଥାଇ ସେଇ ପ୍ରକାର ଆଚରଣ କରୁଥିଲା ଆଗରୁ, କିନ୍ତୁ ଏବେ ସେଗୁଡାକ ପରିତ୍ୟାଗ କର। ସେପରି 8 ପଦରେ ବି ଲେଖାଯାଏ ଅର୍ଥାତ୍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏସବୁ ପରିତ୍ୟାଗ କର। ପରସ୍ପର ପ୍ରତି ମିଥ୍ୟା କୁହ ନାହିଁ। ଏହି ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର। ତେଣୁ ନୂତନ ସୃଷ୍ଟି ଯୋଉ ଶିକ୍ଷା ଆମେ ପାଉଅଛୁ ଆମେ ନୂତନୀକୃତ ଦିନ ଦିନକୁ ହେଉଛୁ। ଯେତେ ଆମେ ବାକ୍ୟ ପଢିବା ଆମେ ସେତେ ନୂତନୀକୃତ ହେଇପାରିବା। ତେଣୁ ମୋର ପ୍ରିୟ ମାନେ ନୂତନୀକୃତ ଏକ କଣ୍ଟିନ୍ୟୁ ପ୍ରୋସେସ ଅଟେ। ତାହାକୁ ଆମେ ସବୁବେଳେ ଆମେ କଣ କରିବାକୁ ପଡିବ, ଆମେ ପ୍ରଭୁଙ୍କର ବାକ୍ୟ ପଢିବାକୁ ପଡିବ। ପବିତ୍ର ଆତ୍ମାଙ୍କୁ ସାହାଯ୍ୟ ମାଗିବାକୁ ପଡିବ। ଯଦି ପବିତ୍ର ଆତ୍ମାଙ୍କ ସାହାଯ୍ୟ ମାଗୁଛୁ ତାହେଲେ ଆମେ ନିଜକୁ ନୂତନୀକୃତ ଆମକୁ ସେ ଜୀବନ ଦେବେ। ଆମମାନଙ୍କୁ ତାଙ୍କର ପୁରାତନ ସ୍ୱଭାବ ସବୁ ଆମର ଛାଡି ଦେଇ ପ୍ରଭୁ ଆମେ ନୂତନ ସ୍ୱଭାବରେ ଆମେ ଚାଲିବା। ହଁ ମୋର ପ୍ରିୟ ମାନେ ଜଗତରେ ଅଛୁ, ଜଗତରୁ ତ ଅଲଗା ହେଇଯିବାନି ନା। ଜଗତରେ ଥାଇକି ହିଁ ପ୍ରଭୁଙ୍କୁ ଜାଣିବା, ଯାହା ଦ୍ୱାରା କି ଆମେ ଅନ୍ୟମାନଙ୍କ ଠାରୁ ଅଲଗା ଦେଖାଯିବା। ଆମର ପରିବେଶରେ ବିଭିନ୍ନ ସମୟରେ ବିଭିନ୍ନ ପରିବେଶର ଲୋକଙ୍କ ସହିତ ମଧ୍ୟ ଆମେ ମିଳାମିଶା କରିଥାଉ। ସେ ଚାକିରୀ କ୍ଷେତ୍ରରେ ହଉ କି ଆମେ ବାହାରେ ଆମର ଅନ୍ୟ ପରିବେଶରେ ହଉ, ଆମେ ତ ଅଲଗା ହେଇକି ଯିବାନି। ଅବିଶ୍ୱାସ ହଉ କି ବିଶ୍ୱାସ ସହିତ ହଉ, ଆମେ କିପରି ସମ୍ପର୍କ ରଖିବା, ତାଙ୍କ ସହିତ କିପରି ବନ୍ଧୁତା କରିବା, ଆମର ସହଭାଗିତା କିପରି ରହିବ ସେମାନଙ୍କ ସହିତ, ଆମେ ସବୁବେଳେ ଚିନ୍ତା କରିବ। ତାହା ଆମକୁ କିଏ ଜଣେଇବେ? ପବିତ୍ର ଆତ୍ମା ଜଣେଇବେ। ତେଣୁ ପବିତ୍ର ଆତ୍ମାଙ୍କୁ ପାଇବା ପାଇଁ ଆମେ ଯୀଶୁଙ୍କ ନିକଟବର୍ତ୍ତୀ ହୋଇ ପ୍ରାର୍ଥନା ବାକ୍ୟ ଧ୍ୟାନ ଆମେ ଜୀବନ କାଟିବା। ତାହେଲେ ପ୍ରଭୁ ଆମମାନଙ୍କୁ ସହବର୍ତ୍ତୀ ପରମେଶ୍ଵର ହେବେ। ଆଉ ଏଇ ସବୁ ଛୋଟ ଛୋଟ ବିଷୟ ପ୍ରତି ମଧ୍ୟ ଆମମାନଙ୍କୁ ସଜାଗ କରାଇବେ। ଆମ ହୃଦୟରେ କଥା କହିବେ। ଆଉ ପ୍ରଭୁ ଆମମାନଙ୍କର ସହିତ ରହିବେ। କାରଣ ସେ କହିଲେ ଆମ୍ଭେ ତୁମର ପିତା ହେବା, ତୁମ୍ଭେ ଆମର ସନ୍ତାନ ହେବ। ତେଣୁ ମୋର ପ୍ରିୟ ମାନେ ଆମମାନେ ନିଜ ନିଜର ଛୋଟ ଛୋଟ ବିଷୟ ପ୍ରତି ଆମେ ସଜାଗ ରହୁ, ଆଉ ବାକ୍ୟ ଅନୁସାରେ ଆମେ ଚାଲୁ। ତାହେଲେ ପ୍ରଭୁ ଆମମାନଙ୍କୁ ତାଙ୍କର ଅନନ୍ତ ଜୀବନ ମାର୍ଗରେ କଢାଇ ନେବେ। ଆଉ ଆମମାନେ ତାଙ୍କ ସହିତ ଯାଇ ସ୍ଵର୍ଗରେ ଆରାମରେ ବାସ କରିପାରିବା। ପ୍ରଭୁ ଏଇ ବାକ୍ୟରେ